ମାନେ ଏବେ ଦେଖୁଥିବେ ଆମର ଯେଉଁ ଜଗତସିଂହପୁରରେ ଯେଉଁ ଭୂତ ବଙ୍ଗଳା ଭିଡ଼ିଓ ଉପରେ ଗୋଟେ ମାନେ ଭାଇରାଲ ହେଉଛି। ଆକ୍ଚୁଆଲି ଆମେ ଛୋଟ ଛୋଟ ହେଇଥିଲୁ, ତାର ସେମିତି କୌଣସି ସତ୍ୟାସତ୍ୟ ଏପର୍ଯ୍ୟନ୍ତ କେହି ପାଇନାହାନ୍ତି। ତାକୁ ଏବେ ମିଛ ସତ କରିକି ଇଏ କରୁଛନ୍ତି। ଯେମିତି ମାନେ କ'ଣ ସେ ଗୋଟେ ଗୁଣି ଗାଡ଼ି କରୁଥିଲା ତାକୁ ମାରିଦେଲେ, କିମ୍ବା ସେ ଗୋଟେ କୁଆଡ଼େ ପୋଲିସ ଥିଲା ତାକୁ କ୍ରିମିନାଲ ମାରିଦେଲେ, କିମ୍ବା ସେ ଗୋଟେ ଅଫିସର ଥିଲା ଗୋଟେ ପଇସା ମାଗୁଥିଲା ତାକୁ ଆସି କେହି ମାରିଦେଲେ। ଆଉ କୁଆଡ଼େ ଗୋଟେ ଛୁଆଟାକୁ ଗୋଡ଼େଇ ଗୋଡ଼େଇ ମାଇଲେ, ଛୁଆଟାକୁ ଦୁଆର ବନ୍ଧ ଡେଇଁକି ପଳାଉଥିଲା ତାକୁ ମାରିଦେଲେ। ସତରେ ଭାବିଲ, ଥର ଭାବ 7 ଜଣଙ୍କୁ ମର୍ଡର ହେଇଛି, ଆଉ ତା ଭିତରେ ଛୁଆଟା କେମିତି ମଲା ତାକୁ ଗୋଡ଼େଇ ଗୋଡ଼େଇ ମାରିଲେ ତାଙ୍କ ଭିତରେ କିଏ କହିଲା? ଏମିତି କିଛି ଅଛି କି ସତ୍ୟାସତ୍ୟ? ତାକୁ ଏବେ ଭୂତ ବଙ୍ଗଳା କରିଦେଇଛନ୍ତି। ବିଶ୍ୱାସ କରିବନି, ମୁଁ ଛୋଟଟେ ହେଇଥିଲା ଆମେ ଖାଲି ଟିଭିରେ ଦେଖିଛୁ, ମାନେ 7ଟା ମର୍ଡର, ତା ଭିତରେ ଗୋଟେ ତାଙ୍କର ଯେଉଁ କୁକୁରଟାକୁ ହେଉଛି ବାହାରେ ଟାଙ୍ଗି ଦେଇଥିଲେ ମାରିକି, ସେମିତି ବେକ କାଟିକି। ପ୍ରାୟତଃ ବେଶୀ ଖଣ୍ଡା ବେଶୀ ୟୁଜ୍ ହେଇଥିଲା। ଆଉ ଯେତେ ଦୂର ମନେ ଅଛି ପଛପଟେ ତାଙ୍କର ଗୋଟେ ଘର ପଛପଟେ ସେ ବୋଧେ ପୋଖରୀଟେ କି ଖାଲଟେ ଥିଲା, ତାର ତ ସବୁ ଖଣ୍ଡା ପାଇଥିଲେ। କିନ୍ତୁ ମାନେ ତାପରେ ମାନେ ତାର କିଛି ସତ୍ୟାସତ୍ୟ ମିଳିଲା ନାହିଁ। କୌଣସି ଇନଭେଷ୍ଟିଗେସନ୍ ଯାହା ବି ହେଇଛି ମାନେ କେହି କିଛି ପାଇଲେ ନାହିଁ। ଆଉ ଯେଉଁ କହୁଛନ୍ତି ଭୂତ, ତାକୁ ପ୍ରମାଣ କରୁଛନ୍ତି ଭୂତ ବଙ୍ଗଳା ବୋଲି। ଆକ୍ଚୁଆଲି ଆଜି ପର୍ଯ୍ୟନ୍ତ ସେ ଗାଁ ଲୋକଙ୍କୁ ପଚାରିବେ କେବେ ସେଇଠି ଏଠି ମାନେ କେହି ଡରି ନାହାନ୍ତି କି ଭୟ କରିନାହାନ୍ତି, କି ଯେମିତି ଗୋଟେ ଭୂତ ଯେମିତି ଥାଏ ଗୋଟେ ତୁମେ ଏରିଆକୁ ଗଲେ ଯେମିତି କିଛି ଗୋଟେ ଏମିତି ଗୋଟେ ଆଭାସ ମିଳେ, ତୁମେ ଚମକି ପଡ଼ିବ, କି ଗୋଟେ ଯେମିତି ଗଛ ହଲେ ପତ୍ର ପାଣି ପଡ଼େ କି ଇଏ ପଡ଼େ, କି ଗୋଟେ ପବନ ଭୁସ୍କିନା ହେବ, କି ଗୋଟେ କ'ଣ କହନ୍ତି ଗାଈ ଦୌଡ଼ି ପଳାଏ, ମେଣ୍ଢା ଦୌଡ଼ି ପଳାଏ, ଷଣ୍ଢ ଦୌଡ଼ି ପଳାଏ, ଏମିତି କିଛି ନାହିଁ। କୌଣସି ଟାଇପ୍ର ନାହିଁ। ତାକୁ ଭୂତ ବଙ୍ଗଳା କରି ତାକୁ ଗୋଟେ ମାନେ ପ୍ରହସନ କରିସାରିଲେଣି, କମେଡ଼ି କରିସାରିଲେଣି। ଆଉ ମାନେ କିଏ କେତେ ପ୍ରକାର ଯାଇକି ସେଠି ଭିଡ଼ିଓ କଲେଣି, ଇଏ କଲେଣି, ଭୂତ ସେଠି ବାହାରୁଛି, ଲାଇଟ୍ ପକାଉଛି, ଇଏ କରୁଛି, ଏମିତି କିଛି ନାହିଁ। ମାନେ ମିଛ କରେ। ଆଉ ବେଶୀ ମାନେ କ'ଣ ସେଟା ଲାଲଟୁକ୍ ଟୁକ୍ ଗୋଟେ ଗୀତ, ମାନେ ବିଶ୍ୱାସ କରିବେନି ସେ ଭିଡ଼ିଓ ଘରଟାକୁ ଯେତିକି ଦେଖିବେ ସେତିକି ମାନେ ଯେତିକି ମଜା ନ ଲାଗିବ କି ଭୟ ନ ଲାଗିବ, ସେ ଲାଲଟୁକ୍ ଗୀତ ଶୁଣି ଆପଣ ଗାଣ୍ଡି ମୁଣ୍ଡ ଅନ୍ଧାର ହେଇଯିବ ହେଲା। ତେଣୁକରି ସେମିତି କିଛି ନାହିଁ ହେଲା।